ସୁନ୍ଦରଙ୍କର ପରମାରାଧ୍ୟ ପରମ ପ୍ରେମମୟ ଯୁଗାବତାର ଜଗଦ୍ଗୁରୁ ଠାକୁର ମଧ୍ୟ ପ୍ରାଣବଲ୍ଲଭ ହୃଦୟ ସପଞ୍ଚ ପ୍ରାଣ ପରାଣ ସର୍ବ କାରଣ କରଣ ଚିନ୍ମୟ ସୁନ୍ଦର ଜଗଦ୍ଗୁରୁ ଠାକୁର ଶ୍ରୀ ଅଭିରାମ ପରମ ଦେବସୀ ଅଭିନ୍ନ ସୁନ୍ଦରଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ସହିତ କୃପା ଆଶୀର୍ବାଦ ଭିକ୍ଷା କରୁଛି। ପ୍ରଭୁଙ୍କର 112ତମ ଜନ୍ମ ଜୟନ୍ତୀ ଉତ୍ସବର ଆଗାମୀକାଲି ପ୍ରଭୁଙ୍କର ସେହି ଉତ୍ସବ ଦିନ ଆସି ପହଞ୍ଚିଯାଉଛି। ସେହି ଦିନକୁ ସମସ୍ତ ଭକ୍ତମାନଙ୍କ ପ୍ରତୀକ୍ଷା କେବେ ସେ ଶୁଭ ସମୟ ଆସିବ। ପ୍ରଭୁଙ୍କର ସେ ଜନ୍ମଦିନର ନୂତନ ସ୍ପର୍ଶ ଏ ପ୍ରାଣରେ ଏ ମନରେ ଏ ଶରୀରରେ ତାଙ୍କର କୃପାର ଅନୁଭବ ହେବ। ସମସ୍ତଙ୍କର ସେହି ଆଶା ଆଉ ଆକାଂକ୍ଷା ରହିଛି। କେତେ ଦୂର ଦୂରାନ୍ତରୁ ଭକ୍ତମାନେ ଆସିଛନ୍ତି ସେ ପ୍ରଭୁଙ୍କର ଟିକେ କୃପା ପାଇବା ପାଇଁ। ସମସ୍ତଙ୍କ ପାଇଁ କୃପା ଗୁରୁଙ୍କର ସମାନ କୃପା ଏଠି। ସେହି କୃପାମୟଙ୍କ ପାଖରେ କୋଟି କୋଟି ପ୍ରଣାମ ଜଣାଇ କୃପା ଭିକ୍ଷା କରୁଛି। ଜଗଜ୍ଜନନୀ କରୁଣାମୟୀ ମା ପୂର୍ଣ୍ଣମାସୀ ଯିଏ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି, ସମସ୍ତ ଅଭାବକୁ ପୂରଣ କରିଦିଅନ୍ତି, ସେହି ପୂର୍ଣ୍ଣମାସୀ ଏହି କ୍ଷେତ୍ରର ଯେ କି ଚାବିକାଠି ତାଙ୍କରି ପାଖରେ, ସମସ୍ତ ଭଣ୍ଡାରର ଚାବି ତାଙ୍କରି ପାଖରେ। ମାଙ୍କର କୃପା ହେଲେ ପୂର୍ଣ୍ଣ ହେବ ମନସ୍କାମ। ସେ ପୂର୍ଣ୍ଣମାସୀଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ଜଣାଇ ସମସ୍ତଙ୍କର ସମସ୍ତଙ୍କ ଆଶା ସମସ୍ତଙ୍କର ବାସନା ପୂର୍ଣ୍ଣ କରିବା ପାଇଁ ସମସ୍ତଙ୍କ ପାଇଁ ମାଙ୍କ ପାଖରେ ମୁଁ ଅଳି ଆଉ ବିନତି ଜଣାଉଛି। ସେ ଦୁର୍ଗା ମାଧବ ଏ କ୍ଷେତ୍ରର ଅଧିପତି ଅଧିଷ୍ଠାତ୍ରୀ ଦେବୀ ପୂର୍ଣ୍ଣମାସୀ ଦେବୀ ଭଗବତୀ ସମସ୍ତ ବନ୍ଦିତ ଅର୍ଚିତ ଶ୍ରୀବିଗ୍ରହଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ଜଣାଇ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ଭକ୍ତିଗତ ପ୍ରଣାମ ସହିତ ଶାନ୍ତି ଆନନ୍ଦ ଆଶ୍ରମ ଭଗବତ ଗୋଷ୍ଠୀର ସକଳ ବୈଷ୍ଣବ ମଣ୍ଡଳୀ ଶରୀର ଅଶରୀର ସାଧୁସନ୍ଥ ମହାତ୍ମା ମାନଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ଜଣାଉଛି। ଏ ଶାନ୍ତି ଧାମରେ ବିରାଜମାନ କରିଥିବା ସୂକ୍ଷ୍ମ ସ୍ଥୂଳ ଦେହଧାରୀ ସମସ୍ତ ହରିଭକ୍ତଗଣ ଏବଂ ଓଡ଼ିଶା ବାହାରୁ ଅଗଣିତ ଭକ୍ତବୃନ୍ଦମାନେ ଛୁଟି ଆସିଛନ୍ତି। ସମସ୍ତଙ୍କ ହୃଦୟରେ ବିରାଜମାନ କରିଛନ୍ତି। ସେହି ଅବିରାମ ଗତିରେ ଖେଳୁଛନ୍ତି। ସେହି ପ୍ରାଣାଭିରାମଙ୍କ ଶ୍ରୀଚରଣରେ ସମସ୍ତଙ୍କୁ ପ୍ରଣାମ ଜଣାଉଛି। ତାଙ୍କର ଏ ଲୀଳା ଅସୀମ। ଯେତେ କହୁଥିଲେ ନ ସରିବ ଗୁଣ, ସିନ୍ଧୁରୁ କେ ବାଛି ପାରେ କି ଲବଣ। ଅନୁଭବ ହେଉଛି ଯେ ଆସନ୍ତାକାଲି ତ୍ରିବେଣୀ ସଙ୍ଗମର ଶୁଭ ଆଉ ଶୁଦ୍ଧ ସ୍ନାନର ସମୟ। ଏହି ସମୟରେ କୁମ୍ଭମେଳା ପଡ଼େ। 2015 ମସିହାରେ ଅଛି ନାସିକରେ ମଧ୍ୟ ମହାକୁମ୍ଭମେଳା। କିଏ କେତେ ଦୂର ଦୂରାନ୍ତରୁ କୁମ୍ଭମେଳାକୁ ଯାଆନ୍ତି, କିନ୍ତୁ ସେମାନେ କ'ଣ ଭାବିକି ଯାଇଥାନ୍ତି ଆମକୁ ସେଠି ଜାଗା ମିଳିବ କି ନାହିଁ, ଖାଇବାକୁ ମିଳିବ କି ନାହିଁ, ରହିବାକୁ ମିଳିବ କି ନାହିଁ। କେତେ ପୁଣ୍ୟ ଅର୍ଜନ କରିବା ପାଇଁ ମନ ଭିତରେ ଅଛି। ସେ ସ୍ଥାନ ଟିକେ ପହଞ୍ଚିଗଲେ ମୋର ଜନ୍ମ ଜନ୍ମର ପାପ ଧୋଇ ହେଇଯିବ। ଠାକୁର ଏତେ ଅଗମ୍ୟରେ ଆସି ରହିଛନ୍ତି। ଆଜି 100 ବର୍ଷ ପୂର୍ବେ ସାଧୁମାନେ ଚାଲି ଚାଲି ଗ୍ରାମ ଗ୍ରାମ ବୁଲି ଠାକୁରଙ୍କର କୋଇଲି ଶିକ୍ଷା ଏବଂ ତାଙ୍କ ରଚିତ ପୁସ୍ତକର ସମସ୍ତ ଭଜନକୁ ପାଠ କରୁଥିଲେ। ତା ପୂର୍ବରୁ ଅନେକ ଶାସ୍ତ୍ର ଲେଖା ହେଇଛି, ବହୁତ ପୁରାଣ ଅଛି, କେତେ ବେଦ ବେଦାନ୍ତ ରହିଛି। ଠାକୁରଙ୍କର ରଚିତ ସେଇ ଭଜନର ଏତେ ଶକ୍ତି, ଏତେ ମର୍ମ ତାତ୍ତ୍ୱିକ ଅର୍ଥ ଯେ ଲୋକମାନେ ପାଗଳ ହୋଇ ଛୁଟି ଆସିଛନ୍ତି କରମଳା ଧାମକୁ। ଏଇ ମହାତ୍ମାଙ୍କର ବାଣୀରେ ମୁଗ୍ଧ ହୋଇଯାଇଛନ୍ତି ଯେ କି ସାଧୁମାନେ ବୁଲି ବୁଲି ଚାଲି ଚାଲି ଏତେ ବାଟ ଆସିବାକୁ ପଡୁଥିଲା। କଥାରେ ଅଛି ଯଦି ଥରେ ଯିବ କରମଳା ତେବେ ହବ ଦରମାରା। ଯେମିତି ଆଗରୁ ପ୍ରବାଦ ଥିଲା 7 ଥର ଯିବ ଗଙ୍ଗା, ଥରେ ଯାଇଥିବ ଚନ୍ଦ୍ରଭାଗା, ମୁହଁ ପଡିଯିବ ରଙ୍ଗା। ସେମିତି କରମଳା ଧାମକୁ ଆସିବା ଏଟା ଗୋଟେ ଅଗମ୍ୟ ସ୍ଥାନ। ଠାକୁର ଚାହିଁଥିଲେ ଖଣ୍ଡଗିରିରେ କିମ୍ବା ଆଉ କୋଉଠି ଯଦି ମଠ କରିଥାନ୍ତେ କୋଟି କୋଟି ଭକ୍ତ ଦର୍ଶନ ପାଇଥାନ୍ତେ, କିନ୍ତୁ ଏତେ ଅଗମ୍ୟରେ କାହିଁକି ଜନ୍ମ ହେଲେ? ଠାକୁର ତାଙ୍କର ଲେଖିଦେଲେ, ମୀମାଂସା କଲେ ଯେ
तुम्भे जदि अगम्य न रहंत समस्ते गमी देखते। आज गमनागमन सुविधा हो गला, गाड़ी मोटर आसवा सहज हो गला, किंतु जहाँ आम धर्मेन्द्र कहते आमर स्वभाव को आम घरे थोक आसने ये परिवर्तन होना कहीं होनी ना आम मन भितर त्याग ना आम मन भितर वैराग्य ना आम से संसार वासना को पुणी सांगे धरिक आसे पुणी गले नहीं से जा तेणु आउ एटी रहा कौन आसु आसु मत जो भगवान मुख्य सेवा दिखाई जे मात्र हांडी 10 किलो चावल फुटाई दिव 5000 भक्त को निमंत्रण कराई दायित्व कहार ना जी परिवेशन कर आसब कौटू अन्नपूर्णा मंत्र साधना कर अन्नपूर्णा मंत्र साधना करी जदि 1000 लोक को से दे पाला 10 किलो चावल ये महात्मा बहुत सिद्ध ये चमत्कार जुग आसीगला ठाकुर से सब किछि करके जाई नथिले कौन से लिखिथिले तांकर आश्रम रे एई गीत ही पढ़ा हुए आमर पूजा पद्धति रे लिखा अछि आश्रम गीत जहा को पढ़ी देले तमे सहज रे बुझी जीवो आ कोडा बुझा न पड़ुजी मु जोडी जानि परिबे त मु बुझे दे पिंड ब्रह्मांड तत्व को देख लेकी ठाकुर लिखिले नमो श्री नारायण कर पाद तोलो जिन चरण लभि संसार रे महाधनी या पूर्व शुणुले आपण मैंने मुझे मन पकाऊँ मरवा पूर्व अंटारे खोसा सुना फरुआर हीरा रखाई किंतु जीवन सारा भिक्षा करी जीवन तार कटि जाइए दिने सी तार सदुपयोग कर आम भीतर प्रभु अच्छा किंतु आमे ताको खोजिने आमे ताको भजिने आमे ताको भाविने किंतु आमर संसार कथा भावना सरीनी संसार द्रव्य खोजिबा सरीनी किंतु आमे ताकू मन रखीचे किंतु जहा को रखिबा कथा मने ताकू भूली जाइए ठाकुर कहले ताकू पाइबो केमिति आग याकू भूल तमर किछि मन रहउनी जदि कहीं पचारे तुम एत कथा शुणुच ठाकुर एत बही पढ़ुच कहीं मन रहउनी तमर कौन दोष रोचे दोष खोजा गले पूर्व जन्म को जीव गांधारी कहले मो जीवन में किसी पाप नथिला मु समता दृष्टि देखी अक्षय हो पुण्य जगत धर्मर हो जय किंतु भगवान पक्षपात कले कारण पांडव मानकर 5 पुओ क्या मारिलेनी मोर 100 पुओ को मारिदेले तेणु भगवान पाखे पक्षपात अच्छी मो भीतर पक्षपात नथिला मो भीतर समता थिला मो भीतर अन्याय नथिला किंतु मु सब सही गली मोर एते पुओ मारिदेला मु ताको अभिशाप देवी कारण एते कष्ट जे सही अभिशाप देवाई क्रोध आसीगला आज भक्तर भगवान को आज अभिशाप देव कारण भगवान तापे विचार ठीक कले भगवान कहले देख माँ ठाकुर लिखिले जे जहा कर्मरु हुअंती नाश तुम्हे साक्षी था लक्ष्मी विलास तुम्हे साक्षी रूपे था लक्ष्मी से दोष तुम्हें लागोई नहीं नलिनी पत्र देने मारुनी निज कर्म निजे मरी जाऊँ कर्म ताको मारी दौर अर्जुन हाथ थरिला महाभारत युद्ध में जहा को से वध कर आखि आगे देखुची गुरुजन माने प्रियजन माने कुटुंब वंश जहां आज युद्ध लगी केवल निज निज भितर लगी प्रवृत्ति निवृत्ति समर लगी महाभयंकर आमरी शरीर से प्रवृत्ति मान अच्छा से अपरा मान अच्छा से विरोधी से शत्रु आम कि बाहर आपको शत्रु कहे ताकू शत्रु कहे ये मोर अनिष्ट कर भावुचे कि अनिष्टकारी आम भर अच्छा आम ता भर चिन्हुने ता भर आम साइतिक रखीचे घर लोक शत्रु होती तेणु यही उभय भितर समर लगी मझे रही भगवान प्रवृत्ति निवृत्ति समर लगी महाभयंकर निवृत्ति सूत्र देले मन जगिव तदे सुदर्शन निवृत्ति सूत्र पांडव माने रहीगले प्रवृत्ति मार्ग कौरव माने गले तेणु निज कर्म से नाश हेले मोर ए किछि
ନବାରେ ନାହିଁ କି ଦବାରେ ନାହିଁ, ଦବ ନବ ଭାବ, ନବ ହେ ହୋଇନ ଭାବ ଗ୍ରାହୀ ବେଳ ତ ନିକଟ ହେଲାଣି ଅଭିରାମ କହୋଇ। କହିଲେ ଯେତେବେଳେ ସମୟ ଆସିଯିବ, ଘୋଡ଼ା ଯେତେବେଳେ ପୁରିଯିବ ସେତେବେଳେ ସେ ବୁଡ଼ିଯିବ। ତେଣୁ ତୁମେ ଯାହା ଦଉଛ ଯାହା ନଉଛ ମୁଁ ନିମିତ୍ତ ମାତ୍ର ଅଛି, ଯାହାର କର୍ମ ତାର ଫଳ ଭୁଞ୍ଜୁଥାଉ ନା ତ ଅଭିରାମ ବାଇ କହୋଇ ମୁଁ ନିମିତ୍ତ ମାତ୍ର, ମୁଁ କେବଳ ମଝିରେ ରହିଛି। ଅର୍ଜୁନ କହିଲେ ତୁ ନିମିତ୍ତ ମାତ୍ର ହେଇଯା, ତତେ ଦୋଷ ଲାଗିବନି, ମୋ ଆଦେଶରେ ତୁ କର୍ମ କରୁଛୁ, ତୁ ସେବା କରୁଛୁ ବାପ, ସେଥିରେ ଦୋଷ ହଉ କିମ୍ବା ଅପରାଧ ହଉ କିମ୍ବା ପୁଣ୍ୟ ହଉ ଧର୍ମ ହଉ, ସେଥିରେ ତୋର ଫଳର ଅଧିକାର ନାହିଁ। ଏଇ ନିମିତ୍ତ ମାତ୍ର ହେଇ ତୁ ଯୁଦ୍ଧ କର। ଯାହାକୁ ତୁ ମାରିବୁନି କହୁଛୁ ସେମାନେ ମରି ଯାଇଛନ୍ତି, ଖାଲି ତୁ ନିମିତ୍ତ ମାତ୍ର। ସେହିପରି ଭଗବାନଙ୍କର ବିଚାରରେ, ଗାନ୍ଧାରୀଙ୍କ ବିଚାରରେ ଭିନ୍ନ ପ୍ରକାର। କହିଲେ ମୋ ଜୀବନ କାଳ ଭିତରେ କାୟମ ନେବାରେ ମୁଁ କାହିଁ ପାପ ଅପରାଧ କରିଲା ଭଳି ମୁଁ ଅନୁଭବ କରିନି, ତାହେଲେ ମତେ କାହିଁ ଦୋଷ ଭୋଗିବାକୁ କଷ୍ଟ ଭୋଗିବାକୁ ପଡିଲା। ଭଗବାନ କହିଲେ ଏଟା ହଉଛି ପୂର୍ବ ଜନ୍ମର, ଏ ଜନ୍ମରେ ତମେ ନ କରିପାର, କିନ୍ତୁ ପ୍ରାରବ୍ଧ କାହାକୁ ଛାଡିନି। ପ୍ରାରବ୍ଧ ଆଣିକି ଏଠି ବସେଇ ଦେଲା, ତାପରେ ତୁମର କର୍ମ। ତେଣୁ ତୁମେ ଠିକ କର୍ମ କରିଛ, ପ୍ରାରବ୍ଧର କର୍ମଟା ଭୋଗିଲେ ହିଁ ସରିଯାଏ। ଯାହାକୁ କହୁଥିଲେ ଆମର ଧର୍ମାନନ୍ଦ ବାବା, ପ୍ରାରବ୍ଧ ଭୋଗିଲେ ହିଁ ସରେ, କିନ୍ତୁ ଯେ ପର୍ଯ୍ୟନ୍ତ ପ୍ରାରବ୍ଧ ଆମର ଭୋଗ ହେଇନି ଭଗବାନଙ୍କ ଦର୍ଶନ ସମ୍ଭବ ନୁହଁ। এই ପ୍ରାରବ୍ଧ କଥାରେ ତ ଅନେକ କଥା ଅଛି। पहले प्रारब्ध रचा पीछे रचा शरीर, तुलसी किंपा चिंता करे भजले श्री रघुवीर। कहले जदि प्रारब्ध रु आमर शरीर आसी